एकलव्य कहानी पवित्र महाभारत रे एकलव्य ପାଇଁ ଏକ କ୍ଷୁଦ୍ର ଅଂଶ ରହିଛି ଯିଏ କି ଧନୁର୍ବିଦ୍ୟାରେ ଅସାଧାରଣ ବ୍ୟୁତ୍ପତ୍ତି ଲାଭ କରିଥିଲେ। ଗଳ୍ପଟି ଏହି ପ୍ରକାରର। ଧନୁର୍ବିଦ୍ୟାରେ ପାରଙ୍ଗମ ହେବା ପାଇଁ ବା ନିଜକୁ ଜଣେ ଧନୁର୍ଧାରୀ ଭାବରେ ପ୍ରତିଷ୍ଠା କରିବା ପାଇଁ ଏକଲବ୍ୟ ଗୁରୁ ଦ୍ରୋଣଙ୍କ ନିକଟକୁ ଯାଇଥିଲେ। କିନ୍ତୁ ସେ ଏକ ଅସ୍ପୃଶ୍ୟ ଜାତି ହୋଇଥିବାରୁ ଗୁରୁ ଦ୍ରୋଣ ତାଙ୍କର ଅନୁରୋଧକୁ ପ୍ରତ୍ୟାଖ୍ୟାନ କଲେ। ତେଣୁ ଅନନ୍ୟୋପାୟ ହୋଇ ଏକଲବ୍ୟ ଦ୍ରୋଣଙ୍କର ଏକ ମୂର୍ତ୍ତି ପ୍ରତିଷ୍ଠା କରି ତାଙ୍କୁ ଗୁରୁ ସ୍ୱୀକାର କଲେ। ଧନୁର୍ବିଦ୍ୟା ଶିକ୍ଷା କରିବାକୁ ଅନୁମତି ଚାହିଁଲେ ଓ ଗୁରୁ ଦ୍ରୋଣ ଏହାକୁ ସ୍ୱୀକୃତି ପ୍ରଦାନ କଲେ, କାରଣ ସେ ଜାଣିଥିଲେ ଯେ ଏହାଦ୍ୱାରା ଏକଲବ୍ୟ କୌଣସି ପ୍ରକାର ଧନୁର୍ବିଦ୍ୟା ଶିକ୍ଷା କରିପାରିବେ ନାହିଁ। କୌରବ ଓ ପାଣ୍ଡବମାନଙ୍କ ପୁତ୍ରମାନଙ୍କୁ ଧନୁର୍ବିଦ୍ୟା ଶିକ୍ଷା ଦେଲା ପରେ ଗୁରୁ ଦ୍ରୋଣାଚାର୍ଯ୍ୟ ସେମାନଙ୍କୁ ଶିକାର ଅଭ୍ୟାସ ପାଇଁ ଜଙ୍ଗଲକୁ ନେଇଥିଲେ। ତାଙ୍କର କୁକୁରଟି ତାଙ୍କଠାରୁ ଦୂରକୁ ଚାଲିଗଲା ଏବଂ କିଛି ଦୂର ଯାଇ ସେ ଭୋକିବା ବନ୍ଦ କରିଦେଲା। କିଛି ସମୟ ପରେ ଯେତେବେଳେ କୁକୁରଟି ଫେରିଆସିଲା ସେତେବେଳେ ତା ମୁହଁରେ କେତେକ ତୀର ବିଦ୍ଧ ହୋଇଥିଲା। ତାହା ଦେଖି ଗୁରୁ ଦ୍ରୋଣ ବହୁତ ଆଚମ୍ବିତ ହୋଇଥିଲେ ଯେ ଏହି ଶବ୍ଦଭେଦୀ ଧନୁର୍ବିଦ୍ୟା କେବଳ ସେ ନିଜେ ଜାଣିଥିଲେ ଏବଂ କାହାରିକୁ ସେ ଏ ବିଦ୍ୟା ଶିକ୍ଷା ଦେଇନଥିଲେ। ଗୁରୁ ସେଠାରେ ପହଞ୍ଚି ଶବ୍ଦ ସାଧନକାରୀଙ୍କ ପ୍ରତି ଏକ ଶବ୍ଦ କଲେ। ଫଳରେ ଏକ କଳା ଆଦିବାସୀ ଯୁବକ ଘଞ୍ଚ ଜଙ୍ଗଲରୁ ବାହାରି ଆସିଲା ଏବଂ ଆଖିରେ ଲୁହଧାର ବୁହାଇ ଗୁରୁଙ୍କୁ ପ୍ରଣାମ କଲା। ଗୁରୁ ଏବଂ ତାହାଙ୍କ ଶିଷ୍ୟ ମଣ୍ଡଳୀକୁ ନିଜର ଛୋଟ କୁଡ଼ିଆକୁ ନେଇଗଲା ଏବଂ ସେଠାରେ ଗୁରୁ ଦ୍ରୋଣଙ୍କ ପ୍ରତିମୂର୍ତ୍ତି ପ୍ରଦର୍ଶନ କରାଇଲା, ଯାହାଙ୍କ ପୂଜାରେ ତାକୁ ସମସ୍ତ ପ୍ରକାର ଧନୁର୍ବିଦ୍ୟା ପ୍ରାପ୍ତ ହେବା ପ୍ରକାଶ କଲା। ମହାଭାରତରେ କ'ଣ ଘଟିଲା ତାହା ଆମର ବିଷୟ ପରିସର ମଧ୍ୟରେ ନୁହେଁ। ଏକଲବ୍ୟ ଗଳ୍ପ କ'ଣ ଶିକ୍ଷା ଦିଏ ତାହା ଆମର ବିଚାର୍ଯ୍ୟ। ତେଣୁ ଏକଲବ୍ୟଠାରୁ କି ଶିକ୍ଷା ମିଳିଲା ତାହା ନିମ୍ନ ତିନିଟି ବାକ୍ୟରେ ଲିପିବଦ୍ଧ, ଯାହାକି ଗଳ୍ପର ସାରତତ୍ତ୍ୱ। ଏହାକୁ ନିଜର ବିଚାର ଅନୁସାରେ ନିମ୍ନଲିଖିତ 1, 2, 3 ସହିତ ସଂଯୋଜନା କରି ଉଦ୍ଯୋଗୀର ଗୁଣର ବିଶ୍ଳେଷଣ କରନ୍ତୁ। ବାକ୍ୟ ତିନୋଟି। କ. ଏକଲବ୍ୟ ନିଜକୁ ଏକ ଅପ୍ରତିଦ୍ୱନ୍ଦୀ ଧନୁର୍ଧାରୀ ଭାବରେ ପ୍ରତିଷ୍ଠିତ କରିବା ପାଇଁ କଠୋର ଭାବରେ ଉତ୍ସାହିତ ଥିଲା। ଖ. ଏକଲବ୍ୟକୁ ଖୁବ୍ ଭଲ ଭାବରେ ଜଣାଥିଲା କି ତାର ଲକ୍ଷ୍ୟ କ'ଣ, ଅର୍ଥାତ୍ ତାର ଉପଦେଶ ବିଷୟରେ ସେ ସଚେତନ ଥିଲା। ଗ. ଜଣେ ବ୍ୟକ୍ତିର ଜନ୍ମ, ଗୋଷ୍ଠୀ, ଜାତି, ଅନୁଷ୍ଠାନ ଇତ୍ୟାଦି ସେତେ ମହତ୍ତ୍ୱପୂର୍ଣ୍ଣ ନୁହେଁ ଯଦି ସେ ନିଜ ଲକ୍ଷ୍ୟ ବିଷୟରେ ଖୁବ୍ ସଚେତନ ଥାଏ। ଏଣୁ ଏଗୁଡ଼ିକ ମଧ୍ୟରୁ ଯେ କୌଣସିଟିକୁ ପ୍ରଥମେ ନିଜର ଲକ୍ଷ୍ୟ ବୋଲି ବୁଝିବା ବହୁତ ଜରୁରୀ ଅଟେ ଏବଂ ଏହାର ପ୍ରାପ୍ତି ପାଇଁ ଅହରହ ଉଦ୍ୟମକାରୀ ରଖିବା ଜରୁରୀ ଅଟେ। 1. ସୁଯୋଗ ଖୋଜନ୍ତୁ ଏବଂ କ'ଣ କରିବେ ତାହା ଚିନ୍ତା କରନ୍ତୁ। 2. ଗୋଟିଏ ଶିଳ୍ପ ପ୍ରତିଷ୍ଠା କରନ୍ତୁ। 3. ଏହାର ଲାଭଜନକ ପରିଚାଳନା କରନ୍ତୁ।